ଯାହା ଶିଖାଇଛି ଦତ୍ତାଧାରୀରେ ବରାଙ୍ଗୀ ଆମେ ଏତେ ଅନୁକରଣ ପ୍ରିୟ ହଉ ଅନୁକୀକରଣ ହେଇଯାଇ ଆମର ଯୋଉ ଅବସ୍ଥା ବର୍ତ୍ତମାନ ଭାରତୀୟ ମାନଙ୍କ ଭିତରେ ଯୋଉ ଅବକ୍ଷୟୀ ଲୋକ ଚରିତ୍ର ସେ ଭିତରେ ଆମେ ଯଦି ନିଜକୁ କେବଳ ପାଳଗଦା ଉପରେ ଠିଆ ହେଇ ଛୋଟ ପିଲା କାନ୍ଧ ବାଳି ମୁଁ ବୁଛୁଆରେ ଠିଆ ହେଇଛି କହିକି ବାଡାଏ ସେମିତି ନ୍ୟାୟରେ ଆମେ ଆମକୁ ଏଇ ସବୁ ଅଗଷ୍ଟ 15 ଜାନୁଆରୀ 26 ତାରିଖ ଦିନ ଆମେ ସ୍ୱାଧୀନ ଆମ ଦେଶ ସ୍ୱାଧୀନ ବହୁ ଭାଷଣ ପ୍ରାସନ ବହୁ ଆଲୋଚନା ପୋଲଚନା ହୁଏ ମାତ୍ର ଗୋଟିଏ କଥା ହଉଛି ଯୋଉ ଦେଶରେ ଗୋଟିଏ 140-145 କୋଟି ଲୋକ ଦେଶ ଏ ଯୋଉ ଦେଶରେ ଗୋଟେ ଜାତି ପ୍ରୀତି ଦେଶ ପ୍ରୀତି ଦେଶର ସମ୍ପତ୍ତି ବର୍ତ୍ତମାନ ଆମର ହେଇଛି ସରକାର କା ମାଲ ଗରିଆ ଆମେ ଢାଲ ମାନେ ସରକାରୀ ସମ୍ପତ୍ତି ଧ୍ୱଂସ କରିବା ଏବେ ତ ଏଭଳି ଆସିଲାଣି ସ୍ଥିତି ଆସିଲାଣି ଯେ ଆମେ ଯୋଉ ଭିକାରୀ ସୁଶ୍ରୁତ ଅବକ୍ଷୟରେ ଏବେ ବର୍ତ୍ତମାନ ଦହନ ହବା ପାଇଁ ପ୍ରତିଯୋଗିତା ଚାଲିଛି କିଏ କେତେ ଦହନ ହେଇକିରି ଆର୍ଥିକ ଅନୁଦାନ ପାଇବ ଇଏ ବର୍ତ୍ତମାନ ଦହନର ଗୋଟେ ପ୍ରତିଯୋଗିତା ଚାଲିଛି ଲୋକ ଅବକ୍ଷୟୀ ଲୋକ ଚରିତ୍ର ଅତି ଭୟଙ୍କର ଭାବରେ ଆମେ ମାତ୍ର 750 ବର୍ଷ ପଳାଦିନ ପରେ ମାତ୍ର 78 ବର୍ଷର ତଥାଗତ ସ୍ୱାଧୀନତା ପାଇଛେ 755 ଆଉ 78 କୁ ଯଦି ଗାଣିତିକ ପ୍ରକ୍ରିୟା ତୁଳନା କରାଯାଏ ଆମର ଐତିହ୍ୟ କଣ ଥିଲା ଆରିଷ୍ଟଟଲ କହିଛନ୍ତି ଆମର ଆବ୍ରାହମ ଲିଙ୍କନ କହିଛନ୍ତି ଭାରତୀୟ ଭାଷାର ଐତିହ୍ୟ କଣ ଥିଲା କଣ ହେଲା ଯୋଉ କଥାଟା ଲର୍ଡ ମ୍ୟାକେଲ ସେ 1835 ଜୁନ 2 ତାରିଖ ଦିନ ସେ ଉଚ୍ଚ ସଦନରେ କହିଥିଲେ ତାହା ଯଦି ଆମକୁ ପ୍ରେରିତ ନ କଲା ଲର୍ଡ କ୍ୟାନିଙ୍କର ଯୋଉ ଭାଷା ତାକୁ ଯଦି ପ୍ରେରିତ ନ କଲା ସେଇ 1860 ଆଇନକୁ ଆମେ ଏପର୍ଯ୍ୟନ୍ତ ମଧ୍ୟ ପାଳନ କରି ଆସୁଛେ ଏବଂ ଆମେ ବି ଆଜି ପର୍ଯ୍ୟନ୍ତ ବ୍ରିଟିଶ ପ୍ରଦତ୍ତ ଗୋଲାମୀ ମାନସିକ ଆଧାରିତ ଶବ୍ଦକୁ ଆମର ବେଦ ବାଇବେଲ କୋରାନ କରିକି ମୁଣ୍ଡିଆ ମାରୁଛି କାରଣ ନିଜସ୍ୱ କିଛି ନାହିଁ ଆଜି ଯୋଉ ଯେହେତୁ ପ୍ରାଚାର୍ଯ୍ୟ କଳାଭୂଷଣ ଶପଥ ମହୋଦୟ ଅଛନ୍ତି ଓଡିଆ ଭାଷା ସାହିତ୍ୟ ଆଜି କେତେ ଉଚ୍ଚରେ ସେ ଜାଣିଛନ୍ତି ଆମେ ପୃଥିବୀର 6702ଟା ଭାଷା ଭିତରେ ଆମ ଭାଷା ପୃଥିବୀର ଶ୍ରେଷ୍ଠ ଭାଷା କେତେ ଏଇ 6702ଟି ଭାଷାରେ କୋଟି କୋଟି କବି କୋଟି କୋଟି କବି ଅଛନ୍ତି କାହିଁକି ଗୋଟିଏ ଭାଷାରେ କବିତା ପୃଥିବୀ ପଞ୍ଚାୟତ ଜାତି ସଂଘରେ ସବୁଦିନ ପାଇଁ ଆଦର୍ଶ ହେଇଛି କାହିଁକି ସ୍ୱର୍ଣ୍ଣଖାଲି ପ୍ରବାଦ ହେଇଛି କୋଉ ଗଣମାଧ୍ୟମ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ମୁଦ୍ରିତ ଗଣମାଧ୍ୟମ ଇଏ ତ ଯାଇନି ଆଜି ଆମର ବହୁ ପ୍ରଭାବିତ ମାଧ୍ୟମ ସେ ଯୋଉ କୁହାଯାଏ ସହଗୋଷ୍ଠୀ ବା ହ୍ୱାଟ୍ସଆପ ଟ୍ୱିଟର ଗୁଗୁଲ ସବୁ ବର୍ତ୍ତମାନ ଆମେରିକା ଦ୍ୱାରା ନିୟନ୍ତ୍ରିତ ଆମ ଜନମତ ତା ଦ୍ୱାରା ନିୟନ୍ତ୍ରିତ ଆଜି କଣ ହେଇଛି ଆମର ନିଜସ୍ୱ ଆମେ କାହାକୁ ଚିନ୍ତା କରୁଛେ ଆମର ଚିନ୍ତନ ପ୍ରକ୍ରିୟାର ଲକ୍ଷଣ ରେଖା କୋଉ ଯାଏଁ ସେ ଚିନ୍ତାଧାରା ଭୁଲିଗଲେଣି ଆଜି ସ୍ୱାଧୀନତା ଆନ୍ଦୋଳନ ଆମେ ଆତ୍ମାନୁସରଣ କରିବା ଉଚିତ ଯେ 78 ବର୍ଷ ଭିତରେ କଣ ହେଇଛି କୋଉ ବ୍ୟକ୍ତି ଏ 78 ବର୍ଷର ଯୋଉ ଚିନ୍ତନ ମନ୍ଥନ ଆତ୍ମନିଦ୍ରା ପରିହରି ଖେଳି ଚିନ୍ତାର ଲୋଚନ ତରକର ନିରୀକ୍ଷଣ ନିଶବ୍ଦ ଜୀବନ ଏଇ ଯୋଉ କବିତାଟି ବହୁତ ସୁନ୍ଦର ତାହା ଆମକୁ ପ୍ରଭାବିତ କରୁନି ଯାହା କହିଲେ ଡକ୍ଟର ଲୋପାମୁଦ୍ରା ମହାନ୍ତି ଆମ ସାହିତ୍ୟ ମଧ୍ୟ ସେଭଳି ସୃଷ୍ଟି ହଉନି ଦେଶ ଆଜି କବି ତ ଯାହାକୁ ଚାହିଁଲେ କବି କାହିଁକି ସେଇ କବିତାଟି ସନ୍ଥ କବି ଭୀମ ଭୟଙ୍କର ପ୍ରାଣୀ କଳାରତ ଦୁଃଖ ପ୍ରମିତ ଦେଖୁ ଦେଖୁ କିବା ସବୁ ଜୀବନ ପଛେ ନର୍କେ ପଇଥାଉ ଜଗତ ଉଦ୍ଧାର ହେଉ ଆଜି ବି କାହା ପନ୍ତି ପୃଥ୍ୱୀ ପଞ୍ଚାୟତରେ ଓଡିଆ ଭାଷା ସାହିତ୍ୟର ଯୋଉ ସମୁଦ୍ର ପ୍ରତିଭାକୁ ପ୍ରଜ୍ୱଳିତ କରୁଛି ସେବେ କାହିଁକି ଆମେ ଲେଖିପାରୁନି ଆମେ ଖଜୁରୀ ଗଛ ମୂଳେ ଅଜାଣିରେ ପାଉଁଶ କାହିଁକି ଗରୁଡ଼ ଝୁଞ୍ଚୁର ମୁଣ୍ଡି ୟାକୁ ଲେଖୁଥିବା କବି ଯଦି ଶ୍ରେଷ୍ଠ କବି ହୁଏ ଯାହା କବିତା ବା ଯାହା ଲେଖା କେହି ବୁଝିପାରନ୍ତିନି ସିଏ ଯଦି ସାହିତ୍ୟ ଆକାରରେ ପୁରସ୍କାର ପ୍ରାପ୍ତ ହୁଏ ତାକୁ ପୁରସ୍କାର ହୁଏ ପୁରସ୍କାର ଅଭିମଣ୍ଡିତ ହୁଏ ଆଉ ଯଦି ପ୍ରଶାସନିକ ଦୀର୍ଘ ଦିନ ଧରି ଓଡିଶା ସାହିତ୍ୟ ଏକାଡେମୀ ପରାଧୀନ ଶୃଙ୍ଖଳାରେ ବନ୍ଦିନି ଗୋଟିଏ ପଟେ ଥିଲେ ରମାକାନ୍ତ ରଥ ଗୋଟିଏ ପଟେ ସୀତାକାନ୍ତ ମହାପାତ୍ର ଗୋଟେ ପଟେ କାନ୍ତ ସେପଟେ କାନ୍ତ ମଝିରେ ଓଡିଆ ସାହିତ୍ୟ ହନ୍ତ ସନ୍ତ ତାପରେ ତାଙ୍କର ଚେଲା ଚମଡ଼ା ଭିଡ଼ ଥାଇକିରି ଗୋଟେ ସାରସ୍ୱତ ସାଧକ ସଠିକ ସାରସ୍ୱତ ସାଧକ ଯେ ଜନଚେତନା ଜାଗ୍ରତକାରୀ ସୃଷ୍ଟି ଯେ ଜନାର୍ପିତ କରିଛି ସଭାର୍ପିତ କରିଛି ତାକୁ ପ୍ରୋତ୍ସାହନ ନାହିଁ ପ୍ରୋତ୍ସାହନ ମିଳୁଛି କିଏ କାହାର କୋଉ ଚାମଚା ବେଲଚା ଗାଲିଚା କେତେ ଖାଉ ମହାବଉ ଖଣ୍ଡିଆ ଖଣ୍ଡ ବଜରିଆ ଅଧା ଲାଙ୍ଗୁଡିଆ କରଛିଣ୍ଡା ବତି ପେଲା ଚାମଚା ମାନେ ସେମାନେ ଆଜି ସାହିତ୍ୟ ସାମାଜିକ ଅର୍ଥନୈତିକ ରାଜନୈତିକ ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି ମୁଁ ତ ଗୋଟିଏ ମୋ ଆଲେଖ୍ୟ ଲେଖିଥିଲି
147 ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗେ ଆପଣ ମାନେ 132 ଜଣ ବିଧାୟକ ହଉଛନ୍ତି ଯୋଉମାନେ ଏଇ ଯୋଉ ଜମି କାରବାରଠୁ ଆରମ୍ଭ କରି ଠିକା କାମ ମାନେ କରୁଥିଲେ। ଏମାନେ ଏବେ ଯାଦୁଆ ବିକୁଛି ଯାଦୁର ମଲମ, ମଦୁଆ ଆଜି ଧରିଛି ନିଶାଣି ବାଲା, ଯୋଉମାନେ ଦେଶ ସମ୍ପତ୍ତିକୁ ଲୁଟ କରିବାର ଏକମାତ୍ର ଯୋଜନା ରଖି ସେମାନେ ନିଜକୁ ଦେଶ ସେବୀ କରୁଛନ୍ତି। ଓଡିଶା ବିଧାନସଭାରେ ଆଜିକୁ 25 ବର୍ଷ ହେଲା ମୁଁ ଦେଖି ଆସୁଛି ଗୋଟେ ବୈଧାନିକ ଆଲୋଚନା ହେଇପାରୁନାହିଁ। ବିଧାୟକ ମାନଙ୍କ ପାଇଁ ଦିଆଯାଉଥିବା ଷଷ୍ଠ ପୁସ୍ତକ ହ୍ୟାଣ୍ଡବୁକ୍ ତାକୁ ମଧ୍ୟ ପଢନ୍ତିନି, କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ ଛପା ହବାରେ। କାରଣ ଆମେ ତାଙ୍କୁ ଜଣେ ବିଧାୟକ ମତେ କହିଲେ ଆମେ ଯଦି ବିଧାନସଭାର ବିଧାୟକର ଯୋଉ ବିଧାନସଭାର ଯୋଉ ନୀତି ନିୟମ ତାର ଯୋଉ ମାର୍ଗଦର୍ଶିକା ୟାକୁ ଯଦି ପଢିବୁ ଲୋକ ଭୋଟ ଦେବେନି। ତା ଲୋକ ଚରିତ୍ର ହିଁ ସେୟା। ଲୋକ ଆମ ଲୋକଙ୍କ ଭିତରେ ଦେଶ ପ୍ରୀତି ନାହିଁ, ତାକୁ ଜାଗ୍ରତ କଲା ଭଳି ଶିକ୍ଷା ବ୍ୟବସ୍ଥା ନାହିଁ। ଆମେ ପିଲାଦିନ ଆମେ ଯେତେବେଳେ ପ୍ରାଚାର୍ଯ୍ୟ କଳାଭୂଷଣ 8 ବର୍ଷ ପଢିଥିବେ, ଆମକୁ ଯେତେବେଳେ ପାଠ ପଢାଉଥିଲା ମାନସାଙ୍କ 1 ଲିଟର କ୍ଷୀରକୁ 5 ଟଙ୍କାରେ କିଣି 5 ଲିଟର କ୍ଷୀର 5 ଲିଟର ପାଣି ମିଶାଇ ମିଶ୍ରିତ କ୍ଷୀର ପ୍ରତି 3 ଟଙ୍କା ବିକିଲେ କେତେ ଲାଭ, କେତେ ପ୍ରତିଶତ ଲାଭ ବା କ୍ଷତି ହବ, ଇଏ ଥିଲା ପ୍ରଶ୍ନ। ଅର୍ଥ କ୍ଷୀରରେ ପାଣି ମିଶେଇଲେ ଲାଭ ହବ। ଲୋକେ ଆମେ କହେ ବନମାଳୀପୁର ହାଟ କିଣା 10 ବିକା 10 ଲାଭ ବଳିବ ଫସ୍। ଇଏ ଗୋଟେ ଚିନ୍ତା। ଆମକୁ ଶିକ୍ଷା, ଆମର ଶିକ୍ଷା ପରିବର୍ତ୍ତନ ହେଲାଣି। ଯେତେ ଶିକ୍ଷା ପରିବର୍ତ୍ତନ ପାଇଁ ପରିଷଦ ଗଠନ ହେଇଛି ତାଙ୍କର ଏକମାତ୍ର କାମ ହେଇଛି 15କୁ କେତେ ଭାବରେ ବିଭକ୍ତ କରାଯାଇପାରେ। କେତେବେଳେ 5+2+4+2+2 ହେଇଛି, କେତେବେଳେ ବର୍ତ୍ତମାନ ଆସିଲାଣି 7+2+2+3। କେତେ 15କୁ କେତେ ଭାଗ କରାଯାଇପାରେ, ସେଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଇଛି। ପ୍ରକୃତରେ ଇଏ ଦେଶର ଜଳବାୟୁକୁ ଆଧାର କରି, ଆମ ଦେଶର ଐତିହ୍ୟର ପୃଷ୍ଠଭୂମିରେ, ଆମ ଦେଶର ପ୍ରାଚୀନ ସଂସ୍କୃତିର ପୃଷ୍ଠଭୂମିରେ ଆମର କୋଉ ଭଳି ଶିକ୍ଷା ଦବା ଦରକାର ତାହା ନାହିଁ। ଆଜି ଓଡିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଚାଲିଛି ମାନେ ବ୍ୟାପକ ଭାବରେ। ଯିଏ ଗରିବ ପିଲା ସିଏ କେବଳ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ସରକାରୀ ବିଦ୍ୟାଳୟକୁ ଯାଉଛି, ଯାହାର ଟିକିଏ ଅଧିକ ଅଛି ସିଏ ଯାଉଛି ସରସ୍ୱତୀ ବିଦ୍ୟା ମନ୍ଦିରକୁ, ଆଉ ଯାହାର ଟିକେ ଅଛି ସିଏ ଯାଉଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ। ଆଜି ଆମ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟୟ। ଶିକ୍ଷା ମନ୍ତ୍ରୀ ଘର ଖୋଜିବା ଦରକାର ନାହିଁ, ଯାହା ଘର ଆଗରେ 365 ଦିନ ତମ୍ବୁ ପଡିବ। ଆଜି ଶିକ୍ଷା ମନ୍ତ୍ରୀ ବି ଶିକ୍ଷା ସଚିବ କହିପାରିବେନି କେତେ ପ୍ରକାର ଶିକ୍ଷକ ଓଡିଶାରେ ଅଛନ୍ତି। କିଏ ପାଳା ଶିକ୍ଷକ, ବ୍ଲକ ଶିକ୍ଷକ 622, 488, ପଞ୍ଚାୟତ ଶିକ୍ଷକ, ମଣ୍ଡଳ ଶିକ୍ଷକ, ଜିଲ୍ଲା ପରିଷଦ ଶିକ୍ଷକ, ଶିକ୍ଷା ଶିକ୍ଷକ, ଏସବୁ ହଜାର ପ୍ରକାର ଶିକ୍ଷକ। କାହିଁକି ଶିକ୍ଷାରେ ଶିକ୍ଷକ ମାନଙ୍କ ଭିତରେ ବର୍ଗୀକରଣ, ଜାତିଭେଦ ସୃଷ୍ଟି କରିବାର ଅଧିକାର ଶାସନ ବ୍ୟବସ୍ଥା ଦେଲା କିଏ? ପ୍ରତିବାଦ ନାହିଁ, ଆନ୍ଦୋଳନ ନାହିଁ। ଆଜି 1964 ମସିହା ପରେ ସାମୟିକ ଭାବରେ 1980ରେ ଛାତ୍ର ଆନ୍ଦୋଳନ, ଆଉ ଛାତ୍ର ଆନ୍ଦୋଳନ ନାହିଁ। ଆଜି ଛାତ୍ର ମାନେ ହେଇଛନ୍ତି କ୍ଷମତା ରାଜନୀତିର ଯୋଉମାନେ ଦଲାଲ, ସେମାନଙ୍କର ହାତ ବାରିଶି ହେଇଛନ୍ତି। ଆଜି ଆମେ ଦେଖୁଛୁ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସର ଇତିହାସ ଆମେ ଏବେ ଦେଖିଲେ। ତେଣୁ ବାସ୍ତବ କଥା ହଉଛି, ମୁଁ ଧନ୍ୟବାଦ ଦେଇ ପ୍ରଦୀପ ମିଶ୍ର ମହୋଦୟଙ୍କୁ। ସଂଖ୍ୟାରୁ ଆମେ 50-60 ହେଲେ ମଧ୍ୟ, କିନ୍ତୁ ଆମେ ଯଦି ଯୋଉ ଆଲୋଚନାଟି କରୁଛେ ତାହା ଏକ ଗୁରୁତ୍ୱପୂର୍ଣ୍ଣ। କିଏ କେତେ ଯାହା କହିଥିଲେ ଋଷମଣି, ଆମେ ଗୋଟେ ଅନ୍ଧାର ଘରେ ବସି 1000 ଶକ୍ତି ସମ୍ପନ୍ନ ଆଲୋକ କଥା ଚିନ୍ତା କଲେ ଘର ଆଲୁ ହେଇଯିବ ବୋଲି, ବା ଗୋଟେ ଖାଦ୍ୟ ତାଲିକା, ଗୋଟେ ଭୋକିଲା ଲୋକ ପାଖରେ ଖାଦ୍ୟ ତାଲିକା ପଢିଲେ ତା ପେଟ ପଡିଯିବନି, ଆମକୁ ଦିଆସିଲି କାଟିଏ ମାରିବାକୁ ପଡିବ ଆଲୋକ କହିବା ପାଇଁ। ଗୋଟିଏ ଭୋକିଲା ଲୋକକୁ କିଛି ନହେଲେ ଗୋଟିଏ ବରା ଟିକେ ବା ଗୋଟେ ପକୋଡି ଟିକେ ବା ଗୋଟେ ଚକୋଲେଟ ଟିକେ ଦିଆଯାଉ। ଯୋଉଥିପାଇଁ କହିଥିଲେ ଯେ କେତେ ଦିନ ବଞ୍ଚିଲା ବଡ କଥା ନୁହେଁ, ଯେତିକି ଦିନ ବଞ୍ଚିଲା ଦେଶ ପାଇଁ, ଜାତି ପାଇଁ କଣ କରିଛୁ ଯୋଉଗୁଡା ଗୋପବନ୍ଧୁ କହିଥିଲେ। ମୁହୂର୍ତ୍ତେ ମାଥର ଉଜ୍ଜଳି ପ୍ରଖର, ଶିଖା ଟେକି ହୁତାସନ, ଚଳି ଯେବେ କରେ ଆଲୋକ ଉତ୍ତାପଛ ଉଧିକେ ବିତରଣ, ନିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହିବ ତାହାର ଯଶ, କି ଲାଭ ମହିରେ ବଞ୍ଚି ଏ ସଂସାରେ 19 ବର୍ଷ।